ମହାକାଳପଡ଼ାର ମାନ୍ୟବର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ପାଠଶାଠ ପଢ଼ିଛନ୍ତି ନା ପଢ଼ି ନାହାନ୍ତି? ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ଆଜି ପ୍ରଶ୍ନ ଉଠେଇଛନ୍ତି ମହାକାଳପଡ଼ାର ବିଜେପି ନେତା ସୌଭାଗ୍ୟ ପରିଡ଼ା। କିଛିଦିନ ତଳେ ମାନ୍ୟବର ବିଧାୟକ ଦୁଇଟା ଚିଠି କରିଥିଲେ। ଗୋଟିଏ ବ୍ୟକ୍ତିର ବଦଳି ପାଇଁ ମୋଟୁରୁ ଆସିବ ଜଣେ କେନ୍ଦ୍ରାପଡ଼ା, ତାର ବଦଳି ପାଇଁ ଆଜ୍ଞା ବିଧାୟକ ମହୋଦୟ ଦୁଇଟା ଚିଠି ଲେଖିଛନ୍ତି। ସୌଭାଗ୍ୟ ବାବୁ ପଚାରିଛନ୍ତି ଯେ ଆଜ୍ଞା ଦୁଇଟା ଚିଠି କ'ଣ ଆପଣ ଲେଖିଛନ୍ତି ନା ଯିଏ ତଥାକଥିତ ଆଉ ଜଣେ ବିଧାୟକ ଅଛନ୍ତି ବା କହିବା ବିଧାୟକ ମହୋଦୟ ଦୁର୍ଗା ବାବୁଙ୍କର ଦାଦା ଲେଖିଛନ୍ତି, ଯେଉଁଟା ପୁତୁରା ଜାଣିନାହାନ୍ତି ବା ବିଧାୟକ ଜାଣିନାହାନ୍ତି? ଆଜ୍ଞା ଶିକ୍ଷାଗତ ଯୋଗ୍ୟତା ଦୁର୍ଗା ବାବୁ ଭୁଲିଗଲେ କି? ଗୋଟିଏ ଲୋକ ପାଇଁ ଯଦି ଆପଣ ଦିଟା ଚିଠି ଲେଖୁଛନ୍ତି, ଏଇଟା ଆପଣଙ୍କ ନିଶ୍ଚିନ୍ତ ଭାବରେ ଶିକ୍ଷାଗତ ଯୋଗ୍ୟତା ଉପରେ ଆମେ ପ୍ରଶ୍ନ ଆଣିବୁ, ମହାକାଳପଡ଼ାବାସୀ ଆଣିବେ। କାରଣ ଆପଣଙ୍କୁ ଲୋକେ ଭୋଟ ଦେଇଛନ୍ତି, ଆପଣ ଯୁବ ବିଧାୟକ, ଆପଣ ନିଜକୁ ଶିକ୍ଷାବିତ୍ କହୁଛନ୍ତି, ଇଞ୍ଜିନିୟର କହୁଛନ୍ତି, କିନ୍ତୁ ଜାଣିପାରୁନାହାନ୍ତି ଗୋଟିଏ ଲୋକର ବଦଳି ପାଇଁ କେତେଟା ରେକମେଣ୍ଡେସନ୍ କରାଯାଏ। ଆପଣ ଏବେ ଶୁଣନ୍ତୁ ବିଜେପି ନେତା ସୌଭାଗ୍ୟ ପରିଡ଼ା କ'ଣ ଅଭିଯୋଗ ଆଣିଛନ୍ତି ନିଜ ଦଳର ବିଧାୟକଙ୍କ ଉପରେ। ବିଧାୟକଙ୍କ ମୁଖା ଖୋଲି ଦେଇଛନ୍ତି। ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଆଜି ପ୍ରଶ୍ନ ଘେରରେ। ଏଠି 28/7/2024 ତାଙ୍କ ନିଜ ଗ୍ରାମ ପଞ୍ଚାୟତ ବଳିପାଳ ଗୋଟେ ଛୋଟ ଗାଁ ଅଛି ବାଲିଆ। ସେ ବାଲିଆ ଗାଁର ଜଣେ ଯୁବ ଅଫିସର ନାଁ ଶ୍ରୀକାନ୍ତ କୁମାର ନାୟକ, ଇଞ୍ଜିନିୟର ଶ୍ରୀକାନ୍ତ କୁମାର ନାୟକ। ବର୍ତ୍ତମାନ ସେ ସମ୍ପ୍ରତି ସେ ମାଲକାନଗିରି ମୋଟୁ ଅଞ୍ଚଳରେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଅଛନ୍ତି। ବାବୁଙ୍କର ଟ୍ରାନ୍ସଫର କରି ଆଣିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରଥମେ ଗୋଟେ ରେକମେଣ୍ଡେସନ୍ କଲେ ଯେ ଇଞ୍ଜିନିୟର ଇନ୍ ଚିଫ୍କୁ ଗୋଟେ ଲେଖିଲେ, ରେକମେଣ୍ଡେସନ୍ ସେ କଲେ। ଇଞ୍ଜିନିୟର ଇନ୍ ଚିଫ୍କୁ ରେକମେଣ୍ଡେସନ୍ କଲେ ତାଙ୍କର ୱାଟର ରିସୋର୍ସ ଡିପାର୍ଟମେଣ୍ଟକୁ ଯେ ସମ୍ପୃକ୍ତ ଶ୍ରୀକାନ୍ତ କୁମାର ନାୟକକୁ ଆପଣ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ସାଲାଇନ୍ ସବ୍ ଡିଭିଜନ ରାଜନଗରକୁ ଆଣନ୍ତୁ। ପ୍ରଥମ ରେକମେଣ୍ଡେସନ୍ ଗଲା ବିଧାୟକଙ୍କର। ଇଏ ଗଲା 27/8 28/7 ଏବଂ ତାର କିଛି ଦିନ ପରେ 9/10/2024 ଆଉ ଗୋଟେ ରେକମେଣ୍ଡେସନ୍ ଗଲା। ସେଇ ସେମ୍ ବ୍ୟକ୍ତି, ସେମ୍ ଯୁବ ଅଫିସର, ଯୁବ ଇଞ୍ଜିନିୟର ଶ୍ରୀକାନ୍ତ କୁମାର ନାୟକ, ତାଙ୍କୁ ରେକମେଣ୍ଡେସନ୍ କରାଗଲା। ଯିଏ ଥିଲେ ମୋଟୁରେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ତାଙ୍କୁ ଲେଖାଗଲା ତାଙ୍କୁ ଏମ୍ବ୍ୟାଙ୍କମେଣ୍ଟ ସବ୍ ଡିଭିଜନ ଆଳି ଅଣ୍ଡର ଏମ୍ବ୍ୟାଙ୍କମେଣ୍ଟ ଡିଭିଜନ ଆଳି ଇନ୍ ଦି ଡିଷ୍ଟ୍ରିକ୍ଟ ଅଫ୍ କେନ୍ଦ୍ରାପଡ଼ା। କେନ୍ଦ୍ରାପଡ଼ାର ଆଳି ଏମ୍ବ୍ୟାଙ୍କମେଣ୍ଟ ସବ୍ ଡିଭିଜନକୁ ଟ୍ରାନ୍ସଫର କରିବାକୁ ଲେଖାଗଲା। ମୋର ପ୍ରଶ୍ନ ଏଠି, ଏ ଯେଉଁ ଦୁଇଟାଙ୍କ ଚିଠି ଗୋଟିଏ ବ୍ୟକ୍ତିଙ୍କ ପାଇଁ ଲେଖିଛନ୍ତି, ଏ ଦୁଇଟାଙ୍କ ଚିଠି ତାଙ୍କର ତ ନା ଗୋଟିଏ ତାଙ୍କର ଗୋଟିଏ ତାଙ୍କ ସୁପର ବିଧାୟକଙ୍କର? ଏ ତଥ୍ୟ ଲୋକମାନେ ଜାଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। କାହିଁକି ଭୁଲ କରୁଛନ୍ତି? ଗୋଟିଏ ବ୍ୟକ୍ତି ପାଇଁ ଦୁଇଟା ରେକମେଣ୍ଡେସନ୍ ଦିଆଯାଏ କି? ଏ ହେଉଛି ପ୍ରଶାସନର ପରିପନ୍ଥୀ। ତେଣୁ ଅଫିସରମାନଙ୍କ ପାଖରେ କମ୍ ସେ କମ୍ ନିଜ ଓଜନକୁ ବଞ୍ଚେଇ ରଖନ୍ତୁ। ମହାକାଳପଡ଼ା ଗାରିମା ବଜାଇ ରଖିବା ପାଇଁ ଏଇଟା ନିହାତି ଆବଶ୍ୟକ। ଆପଣ ଜାଣିଥିବେ, ଏବେ ଖୋଲା କଥାରେ ଦିନେ ସେ କହୁଥିଲେ, ତାଙ୍କୁ ସାମ୍ବାଦିକ ମନୋରଞ୍ଜନ ଯୋଶୀ ପଚାରୁଥିଲେ ଯେ ଆପଣ ପୋଲିସ ଅଫିସରଙ୍କୁ ଟ୍ରାନ୍ସଫର କରିବା ପାଇଁ ଆପଣ ଯେଉଁ ଚିଠି ଦେଇଥିଲେ, ସେ ଚିଠି ଆପଣ ଲେଖିଛନ୍ତି ତ? ମାନ୍ୟବର ବିଧାୟକ ଆଉଟ୍ରାଇଟଲି ରିଜେକ୍ଟ କଲେ, ଏଇଟା ଫେକ୍ ଲେଟର, ନକଲି। ଯଦି ନକଲି ଲେଟରଟା ଥିଲା, ଆପଣ କାହିଁକି କେସ୍ ଫାଇଲ୍ କଲେନି? ତାହେଲେ ଏଇ ପ୍ୟାଡ୍ କେତେ ଜଣଙ୍କ ପାଖରେ ଅଛି? କେତେ ଜଣ ମିସୟୁଜ୍ କରୁଛନ୍ତି? ଆପଣ କହିଲେ ତଦନ୍ତ ଚାଲିଛି। କେଉଁଠି କେସ୍ ଫାଇଲ୍ ହେଇଛି? କ୍ରାଇମବ୍ରାଞ୍ଚରେ? କେଉଁ ପୋଲିସ ଷ୍ଟେସନ ହେଇଛି? ସେ ବିଷୟରେ ତଥ୍ୟ କିଛି ଦେଲେନି। ତେଣୁ ଉତ୍ତର ରଖନ୍ତୁ ମହାକାଳପଡ଼ାବାସୀଙ୍କ ପାଖରେ। ଗୋଟିଏ ବ୍ୟକ୍ତିଙ୍କ ପାଇଁ ଦୁଇଟା ଚିଠି କେମିତି ଲେଖିଲେ? ଏ ବିଚାର ଯୋଗ୍ୟ। କମ୍ ସେ କମ୍ ମହାକାଳପଡ଼ା ଗାରିମାକୁ ବଞ୍ଚାଇ ରଖନ୍ତୁ। ସାରା ଓଡ଼ିଶାରେ 147 ବିଧାୟକ ଏଭଳି ଗୁରୁଚଣ୍ଡାଳ ଦୋଷ କେହି କରୁନଥିବେ। ଗୋଟିଏ ଲୋକଙ୍କ ପାଇଁ ଦୁଇଟା ଚିଠି ଦିଆଯିବ। ଯଦି ସେକେଣ୍ଡ ଚିଠି ଦେବାର ଥିଲା, ପ୍ରଥମ ଚିଠିକୁ ସପ୍ରେସନ୍ କରିବାର ଥିଲା, ପ୍ରଥମ ଚିଠିକୁ କ୍ୟାନସଲେସନ୍ କରିବାର ଥିଲା। କିଛି କ୍ୟାନସଲେସନ୍ ନାହିଁ। ଦେଖନ୍ତୁ, ମୁଁ ଦୁଇଟା ଚିଠି ପାଇଛି, ଆହୁରି ବି କେଉଁଠି ଚିଠି ତାଙ୍କ ପାଇଁ ଯାଇଥିବ। ତେଣୁ ଇଏ ହେଉଛି ବଡ଼ ଦୁଃଖ ଆଉ ବିଡ଼ମ୍ବନାର ବିଷୟ। ବିଚାର କରନ୍ତୁ ଆପଣମାନେ, ସମୟ ଅଛି, ଆପଣମାନେ ବିଚାର କରନ୍ତୁ। ନମସ୍କାର।